ନିହାତି ଭାବରେ ନା ଇନାଗୁରେସନ୍ ରେ ଡାକିଥିଲେ ନା କ୍ଲୋଜିଂ ରେ ବି ମୋର କିଛି ଡକାଯାଇ ନଥିଲା। ଆଜ୍ଞା କ୍ଲୋଜିଂ ରେ ତ ଆମକୁ କିଛି ଡକା ହିଁ ଯାଇନଥିଲା। ଯେତେବେଳେ ଆମର ଲାଷ୍ଟ ଦିନ ଯୋଉ ସେତେବେଳକୁ ଆମକୁ କର୍ପୋରେଟର ମାନଙ୍କୁ ଯୋଉ ପାସ୍ ଦିଆଯାଇଥିଲା ସେଇ ପାସ୍ ଏଇଟା ନିହାତି ଭାବରେ ଗୋଟେ ନିନ୍ଦନୀୟ ଏଇଟା ଆମେ କରୁଛୁ ନିନ୍ଦା କରୁଛୁ ଯେ ଡେପୁଟି ମେୟରଙ୍କୁ ଗୋଟେ ନା କିଛି ଇନଭିଟେସନ ରହିଲାନି କି ତାଙ୍କୁ କିଛି ଡକାଗଲାନି ଏଇଟା ନିହାତି ଭାବରେ ଆମର ଯୋଉମାନେ ବି କର୍ପୋରେଟର ଭାଇ ଭଉଣୀ ମାନେ ବି ଯାଇଥିଲେ ସେମାନେ ବି ବହୁତ ସମସ୍ତଙ୍କୁ ବହୁତ ଖରାପ ଲାଗିଛି ଯେ କମ ସେ କମ ଡେପୁଟି ମେୟରଙ୍କୁ ହେଲେ କମ ସେ କମ ଡାକିବା କଥା ମାନେ ଇନଭାଇଟ୍ କରିବା କଥା କିନ୍ତୁ ସେଗୁଡା କିଛି କରିନଥିଲେ ତ ମୁଁ ସେଟାକୁ ଆମେ ଆଜ୍ଞା ଯୋଉଟା ଯାହା ଦିଆଯାଇଥିଲା ପାସ୍ ଆମର ଭିଭିଆଇପି ପାସ୍ ସେଇ ମାଧ୍ୟମରେ ସେଇ ପାସ୍ ଇଏରେ ଆମେ ବସିଥିଲୁ ତଥାପି ଗେଟ୍ ପାଖରେ ଆମେ ବି କହିଥିଲୁ ଯେ ଡେପୁଟି ମେୟର କିନ୍ତୁ ସେମାନେ ଆମକୁ ପଠେଇଥିଲେ ଆମ ପାସ୍ ଦେଖିକି ପଠେଇଲେ ତମେ ସେଠିକି ଯାଅ ସେଇଠି ଏଣ୍ଟ୍ରି ଗେଟ୍ ଏ ବାବଦରେ ତ ମୁଁ କାହାକୁ କିଛି କହିନି ଯେହେତୁ ଆମ ହେଡ୍ ଅଛନ୍ତି ମେୟର ସାର୍ ଆପଣ ମାନେ ଜାଣିଥିବେ ଇନାଗୁରେସନ ରେ ବି ସାର୍ଙ୍କୁ ବି ଡକାଯାଏନି ଆମେ ପ୍ରତ୍ୟେକ ବର୍ଷ ବାଲିଯାତ୍ରାରେ ଆମର ମେୟର ସାର୍ ରୁହନ୍ତି କମିଶନର ସାର୍ ରୁହନ୍ତି ଡେପୁଟି ମେୟର ଏ 3 ଜଣ କମ୍ପଲସରି ରୁହନ୍ତି କିନ୍ତୁ ଏ ବର୍ଷ ଗୋଟେ ନୂଆ ଦେଖିବାକୁ ପାଇଲୁ ଆମେ ଯେ ଏଇଥିରେ ମାନେ ଆମ ଆମେ ରହିଲୁନି ନିନ୍ଦା କରୁଛୁ ବାଲିଯାତ୍ରାରେ ତ କହିଲେ ଆମର ସଫେଇଠୁ ଆରମ୍ଭ କରି ସାନିଟେସନ କାମଟା ପୁରା କରେ ତାପରେ ଆମର ପାଣି ବ୍ୟବସ୍ଥା ଯୋଉଟା ସେଟା ବି ଆମର ସିଏମସି ପୁରା ଟୋଟାଲି କରେ